ମୋ ଭଳି ଏମିତି କୋଉମାନେ ଭାବନ୍ତି ଜଲ୍ଦି ଜଲ୍ଦି କହିଦିଅନ୍ତୁ ଡେରି ନ କରିକି। ଏ ପତିଦେବ ମାନଙ୍କୁ କେତେବେଳେ ଟିକେ ଟାଇମ ମିଳିବ ନିଜର ପାଟିଟା ଟିକେ ଟକଟକ ହଉଥାଏ ଆଉ ବାହାରକୁ ଯାଇ ଟିକେ ଚାଟ ଗୁପଚୁପ ଖାଇ ଆସିବ। ଏମିତି ତ ସବୁବେଳେ ସୁଯୋଗ ମିଳେନି, ଆଉ ଯେତେବେଳେ ବି ସୁଯୋଗ ମିଳେ ମୁଁ କେବେ ହାତ ଛଡା କରେନି। ମୋ ଭଳି ତ ଆପଣ ମାନେ ବି ଏମିତି କରୁଥିବେ। ଲାଡୁଲ ପାଇଁ ଆସିଗଲା ଏଠି ସେକ୍ ଗ୍ଲାସଟି, ତାକୁ ଦେଖି ତାର ଖୁସି ଆଉ କହିଲେ ନ ସରେ କି। ନନଭେଜ ଡେ ରେ ବାହାରକୁ ଗଲେ ଅଣ୍ଡା ସିଝା ଖାଏ, ଆଉ ସବୁ ଟାଇମ ରେ ଗଲେ ଏଇ ସେକ୍ ଗ୍ଲାସଟି ପିଇ ସେ ଘରକୁ ଫେରେ। ସତ କଥାଟି ହେଲା ସାଙ୍ଗମାନେ, କାଲି ଯେହେତୁ ହୋଲି, ଏଇ ରଙ୍ଗ ଟିକେ କିଣିବାକୁ ମୁଁ ନିଜେ ଯାଇଥିଲି। କାହିଁକି ନା ସାଙ୍ଗମାନେ ମୋ ପତିଦେବ ହେଲେ ଭାରି ନିରୀହ। ଆଜିକାଲି ମାର୍କେଟକୁ ଏଇ ଯୋଉ ମୁଣ୍ଡ ଫଟା ଗୋଡ ଫଟା ରଙ୍ଗ ସବୁ ମିଶି ମିଶିକି ଆସିଲାଣି, ସେ ତ କିଛି ଜାଣିପାରିବେନି, ମୁଁ ଟିକେ ଜାଣିବା ପିଲାଟା ନା, ସେଥିପାଇଁ ନିଜେ ଯାଇଥିଲି। ଓ ଏବେ ବୁଝିପାରିଲେ। ଏ ସୋନୁକୁ ଦେଖ ତ, ଲାଡୁଲକୁ ନେଇ କଣ ପୁରା ଦୋକାନ ଭିତରେ ଭର୍ତ୍ତି କରି ସାରିଲାଣି। ଆଉ ମୋ ଲାଡୁଲ ଯୋଉ ଭଳିଆ ପିଲା, ଏ ଦୋକାନରୁ ଅଧେ ନ ନେଲେ ତ ଏଠୁ ବାହାରିବନି ବୋଲି ମତେ ଲାଗିଲାଣି। ତେଣୁକରି ରଙ୍ଗ କିଣିବା ପଛେ ଥାଉ, ଆଗେ ତାକୁ ନେଇ ମତେ ଘରକୁ ଯିବା ହେଉ। ଭିଡିଓ ଭଲ ଲାଗିଥିଲେ ସବସ୍କ୍ରାଇବ କରିଦିଅନ୍ତୁ। ହୋଲି ଖେଳର ଭିଡିଓଟା ପାଇଁ ଟିକେ ୱେଟ୍ କର। ଜୟ ଜଗନ୍ନାଥ।